ଦ୍ୱିତୀୟ ରାଜ୍ୟମଣ୍ଡଳୀ ଅଧ୍ୟାୟ 11। ଜୁଦାର ରାଣୀ ଆତାଲିଆ। ଆହାସିଆଙ୍କ ମାତା ଆତାଲିଆ ଯେତେବେଳେ ଶୁଣିଲା ଯେ ନିଜ ପୁତ୍ର ମୃତ୍ୟୁବରଣ କରିଛି, ସେତେବେଳେ ସେ ରାଜ ପରିବାରକୁ ସମୂଳେ ବିନାଶ କଲା। ମାତ୍ର ରାଜା ଜୋରାମଙ୍କ କନ୍ୟା ଓ ଆହାସିଆଙ୍କ ସହୋଦରୀ ଜେହୋଶେବା ରାଜପୁତ୍ର ଗଣ ନିଧନ ହେବା ପୂର୍ବରୁ ଆହାସିଆଙ୍କ ପୁତ୍ର ଯୋଆସକୁ ତାର ଧାତ୍ରୀ ସମେତ ଗୋଟିଏ ଶୟନ କକ୍ଷରେ ଲୁକାୟିତ କରି ରଖିଲା। ଜେହୋଶେବା ତାଙ୍କୁ ଆତାଲିଆ ହସ୍ତରୁ ଲୁକାୟିତ କରି ରଖିବା ହେତୁ ଯୋଆସ ନିହତ ହେଲା ନାହିଁ। ଆତାଲିଆ ରାଜତ୍ୱ କାଳ ବ୍ୟାପୀ 6 ବର୍ଷ ଧରି ଯୋଆସ ନିଜର ଧାତ୍ରୀ ସହ ପ୍ରଭୁଙ୍କ ଆଳୟ ମଧ୍ୟରେ ଗୋପନରେ ଅବସ୍ଥାନ କଲା। କିନ୍ତୁ 7ମ ବର୍ଷରେ ଜେହୋଇଆଦା କେରେତୀୟ ଦଳ ତଥା ପ୍ରହରୀ ସେନାର ଅଧିପତିମାନଙ୍କୁ ପ୍ରଭୁଙ୍କ ଆଳୟରେ ନିଜ ପାଖକୁ ଡକାଇ ଆଣିଲେ। ସେ ସେମାନଙ୍କ ସହ ଏକ ସନ୍ଧି ସ୍ଥାପନ କରି ପ୍ରଭୁଙ୍କ ଆଳୟ ମଧ୍ୟରେ ସେମାନଙ୍କୁ ଶପଥପୂର୍ବକ ପ୍ରତିଜ୍ଞାନୁବଦ୍ଧ କରାଇଲେ। ତତ୍ପରେ ସେ ସେମାନଙ୍କ ସମ୍ମୁଖରେ ରାଜପୁତ୍ରଙ୍କୁ ପ୍ରଦର୍ଶିତ କଲେ। ସେ ସେମାନଙ୍କୁ ଏହି ନିର୍ଦ୍ଦେଶ ଦେଲେ, ତୁମମାନଙ୍କ କର୍ତ୍ତବ୍ୟ ଏହା ହେବ, ସାବତ ଦିବସରେ ପହରା କର୍ମ ପାଇଁ ନିଯୁକ୍ତ ଲୋକମାନଙ୍କ ମଧ୍ୟରୁ 1/3 ରାଜପ୍ରାସାଦକୁ ସଂରକ୍ଷଣ କରିବେ, ଅନ୍ୟ 1/3 ସୁରର ଦ୍ୱାରରେ ଓ ଅବଶିଷ୍ଟ 1/3 ପ୍ରହରୀ ସେନାମାନଙ୍କ ପଶ୍ଚାତଭାଗସ୍ଥ ଦ୍ୱାରଠାରେ ଦଣ୍ଡାୟମାନ ହେବେ। ଏହି ରୂପେ ତୁମେ ପ୍ରାସାଦକୁ ଜଗି ରହିବ। ସାବତରେ ପହରା କର୍ମରୁ ମୁକ୍ତ ହୋଇଥିବା 2ଟି ବିଭାଗ ରାଜାଙ୍କ ସହ ପ୍ରଭୁଙ୍କ ଆଳୟକୁ ରକ୍ଷା କରିବେ ଏବଂ ସଶସ୍ତ୍ରଧାରୀ ହୋଇ ରାଜାଙ୍କ ସହିତ ଅବସ୍ଥାନ କରିବେ। ଯେକୌଣସି ବ୍ୟକ୍ତି ସୈନ୍ୟ ଶ୍ରେଣୀର ସମୀପବର୍ତ୍ତୀ ହେଲେ ସେ ନିହତ ହେବ। ରାଜାଙ୍କ ଗମନାଗମନ ସମୟରେ ସର୍ବଦା ତାଙ୍କର ସହବର୍ତ୍ତୀ ହେବା ପାଇଁ ଯତ୍ନବାନ ହୁଅ। ସେନାପତିମାନେ ଜେହୋଇଦାଙ୍କ ଆଦେଶାନୁଯାୟୀ ସମସ୍ତ କାର୍ଯ୍ୟ ସାଧନ କଲେ। ସାବତରେ ପହରା କର୍ମରତ ଓ କର୍ମମୁକ୍ତ ହେବାକୁ ଥିବା ସମସ୍ତ ଲୋକଙ୍କୁ ସେମାନେ ଯାଜକ ଜେହୋଇଆଦାଙ୍କ ପାଖକୁ ନେଇ ଆସିଲେ। ପ୍ରଭୁଙ୍କ ଆଳୟରେ ଥିବା ରାଜା ଦାବିଦଙ୍କ ବର୍ଚ୍ଛା ତଥା ଢାଲ ଗୁଡ଼ିକୁ ଯାଜକ ସେନାପତିମାନଙ୍କ ହସ୍ତରେ ସମର୍ପଣ କଲେ। ପହରା କର୍ମ ପାଇଁ ନିଯୁକ୍ତି ଲୋକେ ସଶସ୍ତ୍ରଧାରୀ ହୋଇ ଆଳୟ ଦକ୍ଷିଣ ଦିଗରୁ ଆରମ୍ଭ କରି ଉତ୍ତର ଦିଗ ପର୍ଯ୍ୟନ୍ତ ଓ ବଳିପୀଠ ତଥା ଆଳୟର ଚତୁଃପାର୍ଶ୍ୱରେ ଦଣ୍ଡାୟମାନ ହେଲେ। ତତ୍ପରେ ସେ ରାଜପୁତ୍ରଙ୍କୁ ବାହାରକୁ ନେଇ ଆସିଲେ ଏବଂ ମୁକୁଟ ପରିହିତ କରାଇ ସାକ୍ଷ୍ୟପତ୍ର ତାଙ୍କ ହସ୍ତରେ ସମର୍ପଣ କଲେ। ସେମାନେ ତାଙ୍କୁ ରାଜା ରୂପେ ବିଜ୍ଞାପନ କରି ଅଭିଷିକ୍ତ କଲେ ଓ କରତାଳି ପୂର୍ବକ ଉଦ୍ଘୋଷଣା କଲେ, ରାଜା ଦୀର୍ଘଜୀବୀ ହୁଅନ୍ତୁ। ପ୍ରଭୁଙ୍କ ଆଳୟରେ ପ୍ରହରୀ ତଥା ଜନତାଙ୍କର ଚିତ୍କାର ସ୍ୱର ଶୁଣି ଆତାଲିଆ ସେଠାକୁ ଗଲା। ସେ ଦେଖିବାକୁ ପାଇଲା ଯେ ପ୍ରଥା ଅନୁଯାୟୀ ରାଜା ସ୍ତମ୍ଭ ସମୀପରେ ଦଣ୍ଡାୟମାନ ଏବଂ ସେନାପତିମାନେ ଓ ଭେରୀବାଦକମାନେ ରାଜାଙ୍କ ନିକଟରେ ଠିଆ ହୋଇଛନ୍ତି। ସମସ୍ତ ଜନତା ଆନନ୍ଦିତ ହୋଇ ଭେରୀବାଦନ କରୁଥିଲେ। ସେ ସମୟରେ ଆତାଲିଆ ନିଜ ପରିହିତ ବସ୍ତ୍ର ଛିନ୍ନ କରି ଚିତ୍କାର କଲା, ରାଜବିଦ୍ରୋହ, ରାଜବିଦ୍ରୋହ। ସେ ସମୟରେ ଯାଜକ ଜେହୋଇଆଦା ସେନାପତିମାନଙ୍କୁ ଆଦେଶ ଦେଲେ, ସୈନ୍ୟଶ୍ରୀ ମଧ୍ୟ ଦେଇ ତାହାଙ୍କୁ ବାହାରକୁ ନେଇ ଆସ ଓ ତାହାର ସମସ୍ତ ଅନୁଗାମୀମାନଙ୍କୁ ଖଡ୍ଗରେ ବଦ୍ଧ କର। କାରଣ ଯାଜକ କହିଥିଲେ, ପ୍ରଭୁଙ୍କ ଆଳୟ ମଧ୍ୟରେ ତାହାଙ୍କୁ ନିଧନ କର ନାହିଁ। ସେମାନେ ତାଙ୍କୁ ଧରିନେଲେ
ସେ ରାଜପ୍ରାସାଦର ଘଟକମାନଙ୍କ ପ୍ରବେଶ ପଥ ମଧ୍ୟ ଦେଇ ରାଜପ୍ରାସାଦକୁ ଗଲା ଓ ସେଠାରେ ହତ ହେଲା। ଅନନ୍ତର ଲୋକମାନେ ଯେପରି ପ୍ରଭୁଙ୍କ ସ୍ୱଜନ ସ୍ୱରୂପେ ରହିବେ ସେଥିସକାଶେ ଜେହୋୟାଦା ପ୍ରଭୁଙ୍କ ସହ ରାଜା ଓ ଜନତାଙ୍କୁ ବ୍ୟବସ୍ଥାନୁବଦ୍ଧ କଲେ। ରାଜା ଓ ଜନତା ମଧ୍ୟରେ ସୁଦ୍ଧା ସେ ଏକ ଚୁକ୍ତି ସ୍ଥାପନ କଲେ। ତତ୍ପରେ ଦେଶବାସୀ ଜନତା ସମ୍ମିଳିତ ଭାବେ ବାଲ୍ ମନ୍ଦିରକୁ ଯାଇ ତାହାକୁ ବିଧ୍ୱସ୍ତ କଲେ। ତାହାର ଯାଗ ବେଦୀ ତଥା ପ୍ରତିମୂର୍ତ୍ତି ଗୁଡ଼ିକୁ ସେମାନେ ଖଡ଼୍ଗ ବିଖଣ୍ଡ କଲେ ଏବଂ ବାଲ୍ର ପୁରୋହିତ ମାତାନକୁ ଯାଗବେଦୀ ସମ୍ମୁଖରେ ନିଧନ କଲେ। ଏହାପରେ ପ୍ରଭୁଙ୍କ ଆଳୟକୁ ରକ୍ଷା କରିବା ପାଇଁ ସେ ପ୍ରହରୀମାନଙ୍କୁ ନିଯୁକ୍ତି କଲେ। ତତ୍ପରେ ସେନାପତିଗଣ, କାରିତୀୟମାନେ, ପ୍ରହରୀଗଣ ଓ ସମଗ୍ର ଜନତା ଗହଣରେ ସେ ରାଜାଙ୍କୁ ପ୍ରଭୁଙ୍କ ଆଳୟ ମଧ୍ୟରୁ ପ୍ରହରୀମାନଙ୍କ ପ୍ରବେଶ ପଥ ଦେଇ ରାଜପ୍ରାସାଦକୁ ଆନୟନ କଲେ। ରାଜା ସିଂହାସନରେ ଆସୀନ ହେଲେ। ସମଗ୍ର ଦେଶବାସୀ ଆନନ୍ଦିତ ହେଲେ ଓ ନଗରରେ ଶାନ୍ତି ବିରାଜିଲା। ରାଜପ୍ରାସାଦ ନିକଟରେ ଆତାଲିଆ ଖଡ଼୍ଗ ଦ୍ୱାରା ନିହତ ହେବା ଫଳରେ ସମସ୍ତ ନଗରୀ ଶାନ୍ତ ହେଲା। ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କରିବା ବେଳେ ଯୋଆସଙ୍କର ବୟସ 7 ବର୍ଷ ଥିଲା। ଅଧ୍ୟାୟ 12। ଯୁଦାର ରାଜା ଯୋଆସ। ଜେହୁଙ୍କ ରାଜତ୍ୱର 7 ବର୍ଷରେ ଯୋଆସ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ ଏବଂ ଜେରୁସାଲେମରେ 40 ବର୍ଷ ବ୍ୟାପୀ ରାଜୁତି କଲେ। ବେରାସେବା ନିବାସୀ ସିବିଆ ତାଙ୍କର ମାତା ଥିଲା। ଯାଜକ ଜେହୋୟାଦା ତାଙ୍କୁ ଯେତେ ଦିନ ଶିକ୍ଷା ଦେଲେ ସେତେ ଦିନ ସେ ପ୍ରଭୁଙ୍କ ସନ୍ନିଧାନରେ ଯାହା ନ୍ୟାଯ୍ୟ ଯୋଆସ ତାହା ସାଧନ କଲେ। ତଥାପି ସେ ଉଚ୍ଚ ପୂଜାସ୍ଥଳୀଗୁଡ଼ିକୁ ବିନାଶ କଲେ ନାହିଁ। ଜନତା ସେଠାରେ ନୈବେଦ୍ୟ ସ୍ୱର୍ଗ ତଥା ପୂଜାର୍ଚ୍ଚନା କରୁଥିଲେ। ଯୋଆସ ଯାଜକମାନଙ୍କୁ କହିଲେ, ପ୍ରଭୁଙ୍କ ଆଳୟରେ ଉତ୍ସର୍ଗିତ ପବିତ୍ର ବସ୍ତୁ ବିନିମୟରେ ପ୍ରାପ୍ତ ଅର୍ଥ, ପ୍ରତ୍ୟେକ ବ୍ୟକ୍ତି ଉଦ୍ଦେଶ୍ୟରେ ନିରୂପିତ ଅର୍ଥ ଓ ପ୍ରତ୍ୟେକ ବ୍ୟକ୍ତି ସ୍ୱାଚ୍ଛନ୍ଦ୍ୟରେ ଦେବାଳୟରେ ଉତ୍ସର୍ଗ କରୁଥିବା ଅର୍ଥକୁ ଯାଜକବୃନ୍ଦ ନିଜ ପରିଚିତ ଲୋକମାନଙ୍କ ହସ୍ତରୁ ଗ୍ରହଣ କରି ଦେବାଳୟର ଯେଉଁ ସମସ୍ତ ସ୍ଥାନ ମରାମତି କରିବାକୁ ହୁଏ ସେ ସ୍ଥାନମାନଙ୍କର ମରାମତି ପାଇଁ ବିନିଯୋଗ କରନ୍ତୁ। କିନ୍ତୁ ଯୋଆସଙ୍କ ରାଜତ୍ୱର ତ୍ରୟୋବିଂଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଦେବାଳୟର କୌଣସି ମରାମତି କର୍ମ କଲେ ନାହିଁ। ସୁତରାଂ ଜେହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ରାଜା ଯୋଆସ ଡକାଇ କହିଲେ, ତୁମେମାନେ ଦେବାଳୟର ଆବଶ୍ୟକ କୌଣସି ମରାମତି କର୍ମ କାହିଁକି କରୁନାହଁ? ବର୍ତ୍ତମାନ ଠାରୁ ତୁମ ପରିଚିତ ଲୋକେ ତୁମ ହସ୍ତରେ ସମର୍ପଣ କରୁଥିବା ଅର୍ଥକୁ ତୁମେମାନେ ଗ୍ରହଣ କରିବା ପରିବର୍ତ୍ତେ ଦେବାଳୟର ମରାମତି ପାଇଁ ପ୍ରଦାନ କର। ତହୁଁ ଯାଜକମାନେ ଜନତା ହସ୍ତରୁ କିଛି ଅର୍ଥ ଗ୍ରହଣ ନ କରିବାକୁ ଓ ଦେବାଳୟର ମରାମତି କର୍ମ ନ କରିବାକୁ ସମ୍ମତ ହେଲେ। ଜଣେ ବ୍ୟକ୍ତି ଦେବାଳୟରେ ପ୍ରବେଶ କରୁଥିବା ବେଳେ ତା ପ୍ରତି ବଳିପୀଠର ଦକ୍ଷିଣ ପାର୍ଶ୍ୱରେ ଯାଜକ ଜେହୋୟାଦା ଗୋଟିଏ ସିନ୍ଦୁକର ଢାଙ୍କୁଣୀରେ ଏକ ଛିଦ୍ର କରି ତାହା ସ୍ଥାପନ କଲେ। ତହୁଁ ଦେବାଳୟ ମଧ୍ୟରେ ପ୍ରାପ୍ତ ସମସ୍ତ ଅର୍ଥ ଦ୍ୱାର ରକ୍ଷକ ଯାଜକମାନେ ସେଥିରେ ନିକ୍ଷେପ କଲେ। ସିନ୍ଦୁକଟିରେ ଅନେକ ମୁଦ୍ରା ଥିବାବେଳେ ରାଜାଙ୍କ ସଚିବ ତଥା ମହାଯାଜକ ତାହା ଗଣନା କରି ଥଳିଗୁଡ଼ିକରେ ଭର୍ତ୍ତି କରୁଥିଲେ। ତତ୍ପରେ ସେମାନେ ତାହା ଦେବାଳୟର ମରାମତି କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଥିବା ତତ୍ତ୍ୱାବଧାରକମାନଙ୍କ ହସ୍ତରେ ନ୍ୟସ୍ତ କଲେ। ସେମାନେ ତାହାକୁ ଦେବାଳୟ ମଧ୍ୟରେ କାର୍ଯ୍ୟ କରିଥିବା ବଢ଼େଇ, ଗୃହ ଗଠନକାରୀ, ରାଜମିସ୍ତ୍ରୀ ଓ ପଥର କଟାଳିମାନଙ୍କୁ ମଜୁରୀ ଦେବା, ମରାମତି କାର୍ଯ୍ୟ ପାଇଁ କାଠ ତଥା
ଖୋଦିତ ପଥର କ୍ରୟ କରିବା ଓ ଦେବାଳୟର ମରାମତି ପାଇଁ ଆବଶ୍ୟକ ସମସ୍ତ ବ୍ୟୟର ନିର୍ବାହ ପାଇଁ ବିନିଯୋଗ କଲେ। ମାତ୍ର ପ୍ରଭୁଙ୍କ ଆଳୟରେ ଉତ୍ସର୍ଗିତ ଏହି ଅର୍ଥ ଦ୍ୱାରା ରୌପ୍ୟ ଗାମଲା, କତୁରୀ, ପାତ୍ର, ଭେରୀ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ନିର୍ମିତ କୌଣସି ପାତ୍ର ନିର୍ମିତ ହୋଇନଥିଲା। ବରଂ ସେମାନେ ଶ୍ରମିକମାନଙ୍କୁ ତାହା ଦେଇ ତଦ୍ୱାରା ପ୍ରଭୁଙ୍କ ଆଳୟ ମରାମତି କଲେ। କର୍ମୀମାନଙ୍କ ମଜୁରୀ ଦେବା ଉଦ୍ଦେଶ୍ୟରେ ଯେଉଁମାନଙ୍କ ହସ୍ତରେ ସେହି ଅର୍ଥ ନ୍ୟସ୍ତ ହୋଇଥିଲା ସେମାନଙ୍କଠାରୁ ସେମାନେ କୌଣସି ହିସାବ ନେଉନଥିଲେ, କାରଣ ସେମାନେ ବିଶ୍ୱସ୍ତତା ସହ ସେହି ଅର୍ଥ ବ୍ୟୟ କରୁଥିଲେ। ପ୍ରାୟଶ୍ଚିତ ବଳି ତଥା ପାପ ପରିହାର ବଳି ପାଇଁ ଉତ୍ସର୍ଗିତ ଅର୍ଥ ଦେବାଳୟ ମଧ୍ୟକୁ ଆନୀତ ହେଲା ନାହିଁ, ତାହା ଯାଜକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେହି ଦିନମାନଙ୍କରେ ସିରିଆର ରାଜା ହାସାଏଲ ଗାତ୍ ବିରୁଦ୍ଧରେ ଯୁଦ୍ଧ କରି ତାହା ଅଧିକାର କଲେ। ତହୁଁ ସେ ଜେରୁସାଲେମକୁ ମଧ୍ୟ ଯିବା ପାଇଁ ପ୍ରସ୍ତୁତ ହେଲେ। ସେ ସମୟରେ ଜୁଦାର ରାଜା ଯୋଆସ ନିଜ ପିତା ଓ ଜୁଦାର ରାଜବୃନ୍ଦ ଯୋଆଶାପାତ, ଜେହେସରାମ, ଆହାସିଆ ଦେବାଳୟରେ ଅର୍ପଣ କରିଥିବା ପବିତ୍ର ଉପହାର, ନିଜର ପବିତ୍ର ଉପହାର ଓ ଦେବାଳୟ ତଥା ରାଜପ୍ରାସାଦର ଭଣ୍ଡାରରେ ସଞ୍ଚିତ ଥିବା ସ୍ୱର୍ଣ୍ଣ ନେଇ ସିରିଆର ରାଜା ହାସାଏଲଙ୍କ ପାଖକୁ ପଠାଇଲେ। ତେଣୁ ଜେରୁସାଲେମ ତ୍ୟାଗ କରି ହାସାଏଲ ଚାଲିଗଲେ। ଯୋଆସଙ୍କ ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜୁଦାର ରାଜାମାନଙ୍କୁ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ଆଉ ଯୋଆସ ଶିଲା ଅଭିମୁଖେ ଯାତ୍ରା କରିବା ସମୟରେ ମିଲୋସ୍ଥିତ ଗୃହ ମଧ୍ୟରେ ତାଙ୍କ ଭୃତ୍ୟମାନେ ଚକ୍ରାନ୍ତ କରି ତାଙ୍କୁ ବଧ କଲେ। ତାଙ୍କର ଭୃତ୍ୟଗଣ ସିମେୟାତର ପୁତ୍ର ଯୋସାକାର ଓ ସୋମେରର ପୁତ୍ର ଜେହୋଶାବାଦ ତାଙ୍କୁ ଆଘାତ କରିଥିଲେ ଓ ଫଳରେ ସେ ମୃତ୍ୟୁବରଣ କଲେ। ସେମାନେ ତାଙ୍କୁ ଦାବିଦ ନଗରରେ ତାଙ୍କ ପିତୃପୁରୁଷମାନଙ୍କ ସହିତ ସମାଧିସ୍ଥ କଲେ ଓ ତାଙ୍କ ପୁତ୍ର ଆମାସିଆ ତାଙ୍କ ସ୍ଥାନରେ ରାଜ୍ୟ ଶାସନ ଭାର ଗ୍ରହଣ କଲେ। ଅଧ୍ୟାୟ 13। ଇସ୍ରାଏଲର ରାଜା ଜେହୋଆଶ ଜୁଦାର ରାଜା ଆହାସିଆଙ୍କ ପୁତ୍ର ଯୋଆସଙ୍କ ରାଜତ୍ୱ ତ୍ରୟୋବିଂଶ ବର୍ଷରେ ଜେଶୁଙ୍କ ପୁତ୍ର ଜେହୋଆଶା ସାମାରିଆରେ ଇସ୍ରାଏଲର ଶାସନ ଦାୟିତ୍ୱ ଗ୍ରହଣ କଲେ। ସେ 17 ବର୍ଷ ବ୍ୟାପୀ ରାଜୁତି କଲେ। ସେ ପ୍ରଭୁଙ୍କ ସାନ୍ନିଧ୍ୟରେ ମନ୍ଦ କାର୍ଯ୍ୟ କଲେ ଏବଂ ନେବାତର ପୁତ୍ର ଜେରୋଆବାମ ଇସ୍ରାଏଲକୁ ପାପ କରିବା ପାଇଁ ଯେଉଁ ସୁଯୋଗ ଦେଇଥିଲେ ତାଙ୍କର ସେହି ପାପର ସେ ଅନୁଗମନ କଲେ। ସେ ସେଥିରୁ ଦୂରେଇ ରହିଲେ ନାହିଁ। ପ୍ରଭୁଙ୍କ କ୍ରୋଧାଗ୍ନି ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହେଲା ଏବଂ ସେ ସେମାନଙ୍କୁ ସିରିଆର ରାଜା ହାସାଏଲ ଓ ତାଙ୍କ ପୁତ୍ର ବେନ୍‌ହାଦାଦଙ୍କ ହସ୍ତରେ ଅବିଶ୍ରାନ୍ତ ଭାବେ ସମର୍ପଣ କଲେ। ସେ ସମୟରେ ଜେହୋଆଶ ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କଲେ ଓ ସେ ତାଙ୍କର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କଲେ, କାରଣ ସିରିଆର ରାଜା ଇସ୍ରାଏଲ ବିରୁଦ୍ଧରେ କରିଥିବା ଉତ୍ପୀଡ଼ନକୁ ସେ ଦେଖିଲେ। ଅତଏବ ପ୍ରଭୁ ଇସ୍ରାଏଲ ପ୍ରତି ଜଣେ ପରିତ୍ରାତାଙ୍କୁ ପ୍ରଦାନ କଲେ ଏବଂ ଫଳରେ ସେମାନେ ଆରାମୀୟମାନଙ୍କ ହସ୍ତରୁ ମୁକ୍ତ ହେଲେ। ତହୁଁ ଇସ୍ରାଏଲୀୟ ଜନତା ନିଜ ନିଜର ଗୃହରେ ପୂର୍ବ ଭଳି ବାସ କଲେ। ତଥାପି ଜେରୋଆବାମ ଇସ୍ରାଏଲକୁ ଯେଉଁ ପାପ କରିବା ପାଇଁ ସୁଯୋଗ ଦେଇଥିଲେ ସେମାନେ ସେଥିରୁ ବିମୁଖ ନ ହୋଇ ସେଥିରେ ଅଧିକ ନିମଗ୍ନ ହେଲେ। ଏହା ବ୍ୟତୀତ ସାମାରିଆରେ ଆସେରା ପ୍ରତିଷ୍ଠା ମଧ୍ୟ ରହିଥିଲା। ଜେହୋଆଶା ତାଙ୍କ ସୈନ୍ୟବାହିନୀ ମଧ୍ୟରୁ 50 ଜଣ ଅଶ୍ୱାରୋହୀ, 10ଟି ରଥ ଓ 10,000 ପଦାତିକ ସୈନ୍ୟ ବ୍ୟତୀତ ଅଧିକ କିଛି ଅବଶିଷ୍ଟ ରହିଲା ନାହିଁ,
କାରଣ ସିରିଆର ରାଜା ସେମାନଙ୍କୁ ବିନାଶ କରି ଶସ୍ୟ ଖଳାର ଧୂଳି ସଦୃଶ କରିଥିଲେ। ଜେହୋଆଶଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ତାଙ୍କ ଶକ୍ତିର ଏକ ବିବରଣୀ ଇସ୍ରାଏଲର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ଜେହୋଆଶ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ମହାନିଦ୍ରାରେ ଶୟନ କଲେ ଓ ସେମାନେ ତାଙ୍କୁ ସାମାରିଆରେ ସମାଧିସ୍ଥ କଲେ। ତାଙ୍କର ପୁତ୍ର ଜେହୋଆଶ ତାଙ୍କ ସ୍ଥାନରେ ରାଜ୍ୟ ଶାସନ ଦାୟିତ୍ୱ ଗ୍ରହଣ କଲେ। ଇସ୍ରାଏଲର ରାଜା ଜେହୋଆଶ ଜୁଦାର ରାଜା ଯୋଆସଙ୍କ ରାଜତ୍ୱର 37ତମ ବର୍ଷରେ ଜେହୋଆଶଙ୍କ ପୁତ୍ର ଜେହୋଆଶ ସାମାରିଆରେ ଇସ୍ରାଏଲର ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ ଓ ସେ 16 ବର୍ଷ ଧରି ରାଜୁତି କଲେ। ସେ ମଧ୍ୟ ପ୍ରଭୁଙ୍କ ସନ୍ନିଧାନରେ ମନ୍ଦ କାର୍ଯ୍ୟ କଲେ ଏବଂ ନେବାତର ପୁତ୍ର ଜେରୋଆବାମ ଇସ୍ରାଏଲକୁ ଯେଉଁ ପାପ କରିବାକୁ ସୁଯୋଗ ଦେଇଥିଲେ ସେଥିରୁ ବିମୁଖ ନ ହୋଇ ସେ ତହିଁରେ ବିଚରଣ କଲେ। ଜେହୋଆଶଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ଜୁଦାର ରାଜା ଆମାସିଆଙ୍କ ସଙ୍ଗରେ ସଂଗଠିତ ଯୁଦ୍ଧରେ ତାଙ୍କ ଦ୍ୱାରା ପ୍ରଦର୍ଶିତ ଶକ୍ତିର ଏକ ବିବରଣୀ ଇସ୍ରାଏଲର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହଁ? ଜେହୋଆଶ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ମହାନିଦ୍ରାରେ ଶୟନ କଲେ ଓ ଜେରୋଆବାମ ତାଙ୍କ ସିଂହାସନରେ ଆସୀନ ହେଲେ। ଜେହୋଆଶ ସାମାରିଆରେ ଇସ୍ରାଏଲର ରାଜାମାନଙ୍କ ସଙ୍ଗରେ ସମାଧିସ୍ଥ ହେଲେ। ଏଲିଶାଙ୍କ ମୃତ୍ୟୁ। ଏଲିଶା ରୋଗ ପ୍ରପୀଡ଼ିତ ହୋଇ ମୃତ୍ୟୁର ସନ୍ନିକଟ ହେଲେ। ସେ ସମୟରେ ଇସ୍ରାଏଲର ରାଜା ଜେହୋଆଶ ତାଙ୍କ ନିକଟକୁ ଆସି କ୍ରନ୍ଦନ କରି କହିଲେ, ହେ ମୋର ପିତା, ଇସ୍ରାଏଲର ରଥ ତଥା ତାହାର ସାରଥୀଗଣ। ଏଲିଶା କହିଲେ, ଧନୁ ତଥା ସ୍ୱର ଧାରଣ କର। ତହୁଁ ସେ ଧନୁ ତଥା ସ୍ୱର ଧାରଣ କଲେ। ଏଲିଶା ପୁନରାୟ ରାଜାଙ୍କୁ କହିଲେ, ଧନୁରେ ଟଙ୍କାର ଦିଅ ଏବଂ ସେ ଧନୁରେ ଟଙ୍କାର ଦେଲେ। ତତ୍ପରେ ଏଲିଶା ରାଜାଙ୍କ ହସ୍ତ ଉପରେ ନିଜ ହସ୍ତ ସ୍ଥାପନ କଲେ ଏବଂ କହିଲେ, ପୂର୍ବ ଦିଗରେ ଥିବା ଝରକା ଖୋଲିଦିଅ ଏବଂ ସେ ତାହା ଉନ୍ମୁକ୍ତ କଲେ। ତତ୍ପରେ ଏଲିଶା କହିଲେ, ସ୍ୱର ନିକ୍ଷେପ କର ଏବଂ ସେ ସ୍ୱର ନିକ୍ଷେପ କଲେ। ସେ ସମୟରେ ଏଲିଶା କହିଲେ, ପ୍ରଭୁଙ୍କ ବିଜୟ ସ୍ୱର, ଆରାମୀୟମାନଙ୍କ ବିପକ୍ଷୀୟ ବିଜୟ ସ୍ୱର, କାରଣ ଆପେକରେ ଆରାମୀୟମାନଙ୍କ ସହ ଯୁଦ୍ଧ କରି ତୁମେ ସେମାନଙ୍କୁ ବିନାଶ କରିବ। ଏଲିଶା ପୁଣି କହିଲେ, ସ୍ୱରଗୁଡ଼ିକୁ ଧାରଣ କର ଓ ସେ ତାହା ଧାରଣ କଲେ। ଏହାପରେ ସେ ଇସ୍ରାଏଲର ରାଜାଙ୍କୁ କହିଲେ, ଭୂମିରେ ଆଘାତ କର ଓ ସେ 3 ବାର ଆଘାତ କରି ନିବୃତ୍ତ ହେଲେ। ସେଥିରେ ଦିବ୍ୟ ପୁରୁଷ ତାଙ୍କ ବିରୁଦ୍ଧରେ କୁପିତ ହୋଇ କହିଲେ, ତୁମେ 5 ବା 6 ଥର ଆଘାତ କରିବା ଉଚିତ ଥିଲା, ତାହେଲେ ତୁମେ ଆରାମୀୟମାନଙ୍କୁ ସମୂଳେ ବିନାଶ କରିଥାନ୍ତ। କିନ୍ତୁ ଏବେ ତୁମେ ସିରିଆକୁ କେବଳ 3 ଥର ପରାଜିତ କରିବ। ତତ୍ପରେ ଏଲିଶା ମୃତ୍ୟୁବରଣ କଲେ ଓ ସେମାନେ ତାଙ୍କୁ ସମାଧିସ୍ଥ କଲେ। ତତ୍ପରେ ବସନ୍ତ କାଳରେ ମୋଆବୀୟମାନେ ଦଳ ଦଳ ହୋଇ ଆସି ଦେଶ ଆକ୍ରମଣ କଲେ। ଜଣେ ବ୍ୟକ୍ତିକୁ ସମାଧି ଦେବା ସମୟରେ ସେହି ଆକ୍ରମଣକାରୀ ଦଳର ଆଗମନ ଦେଖି ସେମାନେ ତାର ମୃତ ଶରୀରକୁ ଏଲିଶାଙ୍କ କବରସ୍ଥଳୀ ମଧ୍ୟକୁ ନିକ୍ଷେପ କଲେ। ଏଲିଶାଙ୍କ ଅସ୍ଥି ସମୂହକୁ ସ୍ପର୍ଶ କରିବା କ୍ଷଣି ସେହି ମୃତଦେହ ପୁନର୍ଜୀବିତ ହୋଇ ଦଣ୍ଡାୟମାନ ହେଲା। ଜେହୋଆଶଙ୍କ ଜୀବନ କାଳ ତମାମ ସିରିଆର ରାଜା ହାସାଏଲ ଇସ୍ରାଏଲକୁ ଉତ୍ପୀଡ଼ିତ କଲେ। କିନ୍ତୁ ଆବ୍ରାହାମ, ଇସାହାକ ଓ ଯାକୋବଙ୍କ ସହ ସାଲିସ ବ୍ୟବସ୍ଥା ବିଧାନ ଅନୁଯାୟୀ
ପ୍ରଭୁ ସେମାନଙ୍କ ପ୍ରତି ସଦୟ ହୋଇ କରୁଣା ପ୍ରଦର୍ଶନ କଲେ। ସେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କୁ ବିନାଶ କରିବା ପାଇଁ ଅନିଚ୍ଛୁକ ହେଲେ। ନିଜ ସନ୍ନିଧାନରୁ ସେ ସେମାନଙ୍କୁ ଅଦ୍ୟାବଧି ବିତାଡ଼ିତ କରି ନାହାନ୍ତି। ସିରିଆର ରାଜା ହାସାଏଲ ମୃତ୍ୟୁବରଣ କଲା। ପରେ ତାଙ୍କର ପୁତ୍ର ବେନ୍‌ହାଦାଦ ତାଙ୍କ ସ୍ଥାନରେ ରାଜା ହେଲେ। ନିଜ ପିତା ଜେହୋଆଶଙ୍କ ହସ୍ତରୁ ହାସାଏଲ ଯୁଦ୍ଧରେ କରାୟତ୍ତ କରିଥିବା ନଗରୀ ସମୂହକୁ ଜେହୋଆଶ ହାସାଏଲଙ୍କ ପୁତ୍ର ବେନ୍‌ହାଦାଦଙ୍କ ଠାରୁ ପୁନରାୟ ଅଧିକାର କଲେ। ଜେହୋଆଶ 3 ବାର ବେନ୍‌ହାଦାଦଙ୍କୁ ପରାସ୍ତ କରି ଇସ୍ରାଏଲ ନଗରୀ ସମୂହକୁ ପୁନଃ ହସ୍ତଗତ କଲେ।